ଲକ୍ଷ୍ୟ ବେଶୀ ଦୂର ନୁହେଁ ଆଉ ଆମେ ଭ୍ରମରେ ପଡ଼ି ବେଶୀ ଦୂର ବୁଲି ତା ପାଖରେ ପହଞ୍ଚିଥାଉଁ। ହ୍ୟାଲୋ ଷ୍ଟୁଡେଣ୍ଟସ୍, ମୁଁ ମାନସ ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓକୁ। ଏବଂ ପିଲାମାନେ ଆମେ ଜାଣିଛେ ଯେ ଆସନ୍ତା 18 ତାରିଖରେ +2 ଆର୍ଟ୍ସର ଶେଷ ପରୀକ୍ଷା ଅପସନାଲ୍ ଓଡ଼ିଆ ହେବାକୁ ଯାଉଛି। ତ ସେ ଦୃଷ୍ଟିରୁ ଆଜି ଆମେ ପିଲାମାନେ କ'ଣ କରିବା ନା କେତେ ଗୁଡ଼ିଏ ସିଲେକ୍ଟିଭ୍ କୋଶ୍ଚିନ୍ ବାଛି ନେବା। କାରଣ ଆମେ ଜାଣିଛେ ଯେ ଅପସନାଲ୍ ଓଡ଼ିଆ ବା କମ୍ପଲସରି ଓଡ଼ିଆ ହେଉ ବା ଅପସନାଲ୍ ଓଡ଼ିଆରୁ କ'ଣ ହୁଏ ନା ପ୍ରତ୍ୟେକ ବିଭାଗ ପ୍ରତ୍ୟେକ ୟୁନିଟ୍ରୁ କୋଶ୍ଚିନ୍ ଆସିଥାଏ। ସେ କେବେ ବି କୌଣସି ୟୁନିଟ୍କୁ ଛାଡ଼େ ନାହିଁ। ତେଣୁକରି ପିଲାମାନେ ଡାଉଟ୍ରେ ଥାନ୍ତି କେଉଁଠାରୁ ପଢ଼ିବା ଆରମ୍ଭ କରିବୁ, କେଉଁଠାରୁ କ'ଣ କରିବୁ। ତ ଆଜି ଆମେ ସେ ଉପରେ ଗୋଟେ ଡିଟେଲ୍ସ ଉପରେ ବୁଝି ନେବା ଏବଂ ଏହାକୁ ଫଲୋ କରି ତୁମେ ଯଦି ପାଠ ପଢ଼ୁଛ ପିଲାମାନେ, ତାହେଲେ ତୁମେମାନେ ସିଓର ସର୍ଟ କ୍ୱାଲିଫାଏ କରିଯିବ, ସିଓର ସର୍ଟ ଭଲ ମାର୍କ ଆସିବ, ଏହା ମୋର ଗ୍ୟାରେଣ୍ଟି। ତ ପ୍ରଥମେ ଆମେ ଜାଣିନେବା କେଉଁଥିରୁ କେତୋଟି କୋଶ୍ଚିନ୍ ଆସୁଛି। ତ ପ୍ରଥମେ ଆମେ କ'ଣ ଦେଖିବା, ତା ପୂର୍ବରୁ ଆମେ ଟିକେ ଦେଖିନେବା ଯେ ଆମେ ଜାଣିଛେ ଯେ ଯେଉଁ ଦ୍ୱିତୀୟ ୟୁନିଟ୍ ରହିଛି ଅପସନାଲ୍ ଓଡ଼ିଆର ଯେଉଁ ଦ୍ୱିତୀୟ ୟୁନିଟ୍ ରହିଛି ତାହା କ'ଣ ହେଉଛି ନା ଏସବୁ ପାଠ ଆମର ଇଣ୍ଟରନାଲରେ ଆସିସାରିଛି। ତେବେ ବୋର୍ଡ଼ ଏକ୍ଜାମରେ ଏସବୁ ଆସିବ ନାହିଁ। ତେଣୁକରି ଆମର କ'ଣ ରହିଲା, ବାକି ରହିଲା ପ୍ରଥମ ୟୁନିଟ୍, ତୃତୀୟ, ଚତୁର୍ଥ ଓ ପଞ୍ଚମ ୟୁନିଟ୍ ରହିଲା। ଏବଂ ଏଇ ଦ୍ୱିତୀୟ ୟୁନିଟ୍ରୁ କୋଶ୍ଚିନ୍ ଆସିବ ନାହିଁ, ତୁମେମାନେ ସ୍କିପ୍ କରିବ। ତ ଆମେ ଦେଖିବା ଯେ କେଉଁଥିରୁ କେତେଟି କୋଶ୍ଚିନ୍ ଆସୁଛି, କେତେ ମାର୍କର କୋଶ୍ଚିନ୍ ଆସୁଛି। ତ ପ୍ରଥମେ ଆମେ ଦେଖିବା ଯେ 2 ମାର୍କ। ତ ଆମେ ଜାଣିଛେ ଯେ 2 ମାର୍କର କୋଶ୍ଚିନ୍ ତୁମକୁ ପ୍ରତ୍ୟେକ ୟୁନିଟ୍, କେବଳ ଦ୍ୱିତୀୟ ୟୁନିଟ୍କୁ ଛାଡ଼ିଦେଲେ ପ୍ରତ୍ୟେକ ୟୁନିଟ୍ରେ କ'ଣ ହେବ ନା 4ଟି କୋଶ୍ଚିନ୍ ପଡ଼ିବ। ତହିଁରୁ ତୁମେ 3ଟି ଲେଖାଏଁ କୋଶ୍ଚିନ୍ କରିବ ଏବଂ ଚତୁର୍ଥ ୟୁନିଟ୍ରୁ କ'ଣ କରିବ ନା 2ଟି କୋଶ୍ଚିନ୍ ତୁମକୁ ପଡ଼ିବ। ତାପରେ ଯଦି ଆମେ ଦେଖିଦେବା 3 ମାର୍କର କ'ଣ ହେବ ନା 3ଟି କୋଶ୍ଚିନ୍ ପଡ଼ିବ। ତହିଁରୁ ସବୁଥିରୁ ତୁମେ କ'ଣ କରିବ ନା 2ଟି ଲେଖାଏଁ କୋଶ୍ଚିନ୍ କରିବ। ତାପରେ ଯଦି ଆମେ 5 ମାର୍କ ଦେଖିବା, 5 ମାର୍କର ପ୍ରତ୍ୟେକ ୟୁନିଟ୍ରୁ 2ଟି ଲେଖାଏଁ କୋଶ୍ଚିନ୍ ପଡ଼ିବ ଏବଂ ସବୁଥିରୁ ତୁମକୁ କ'ଣ କରିବାର ଅଛି ନା ଗୋଟେ ୟୁନିଟ୍ କରିବାର ଅଛି। କିନ୍ତୁ ଏ ଯେଉଁ ପଞ୍ଚମ ୟୁନିଟ୍ ରହିଛି, ଯେହେତୁ ତୁମର 2 ଆଉ 3 ମାର୍କର କୋଶ୍ଚିନ୍ ଆସି ନାହିଁ, ତେବେ କ'ଣ କରିବ ନା 5 ମାର୍କର 2ଟି କୋଶ୍ଚିନ୍ ଆସିବ ଏବଂ ଅଳଙ୍କାରରୁ ହିଁ ଆସିବ। ତୁମେ ତାକୁ କରିନେବ। ଯେଉଁ ଅଳଙ୍କାର, ଉପସର୍ଗ, ସନ୍ଧି ରହିଛି ତହିଁ ମଧ୍ୟରୁ ଲଙ୍ଗ୍ ଟାଇପ୍ କେବଳ ଅଳଙ୍କାରରୁ ହିଁ ଆସୁଛି। ପ୍ରାୟତଃ 2-3 ବର୍ଷ ତୁମେ ଦେଖିପାର। ତ ଏସବୁକୁ ଆମେ ଦେଖିନେବା। ତ ପ୍ରଥମେ ଦେଖିବା କ'ଣ କହିବା, ଆଉ ଗୋଟେ କ'ଣ ନା 1 ମାର୍କ କୋଶ୍ଚିନ୍। 1 ମାର୍କ କୋଶ୍ଚିନ୍ କ'ଣ, MCQ ଅପସନ୍ ବାଲା 3ଟି ଆଉ ବିନା ଅପସନ୍ର 2ଟି କୋଶ୍ଚିନ୍ ପଡ଼ିବ। ଏପରିକି ପ୍ରତ୍ୟେକ ୟୁନିଟ୍ରୁ କ'ଣ ହେବ ନା 5ଟି ଲେଖାଏଁ ତୁମର କୋଶ୍ଚିନ୍ ପଡ଼ୁଛି ପିଲାମାନେ। ତ ସେ ସବୁକୁ ଦେଖିନେବ। ତ ଆମେ ଯଦି ଦେଖିବା, କ'ଣ ଦେଖିବା ନା ଆମର ଯେଉଁ ରହିଛି, ପ୍ରଥମେ ଦେଖିନେବା ଯେ ପ୍ରଥମେ କ'ଣ କରିବା ନା ଯେତେବେଳେ ବି ଆମେ ଅପସନାଲ୍ ଓଡ଼ିଆକୁ ପଢ଼ୁଛେ, ତ ପ୍ରଥମେ କ'ଣ କରିବ ପିଲାମାନେ ନା ପ୍ରତ୍ୟେକ ଯେଉଁ ୟୁନିଟ୍ରେ ରହିଛି ଯେ କିଏ କ'ଣ ରଚନା କରିଛନ୍ତି। ଯେପରିକି ବଳରାମ ଦାସ ଆମର ପରଶୁରାମ ଭେଟ ରଚନା କରିଛନ୍ତି, ଅଚ୍ୟୁତାନନ୍ଦ ଦାସ ଆମର ସରହ ସୁନ୍ଦରୀ ରଚନା କରିଛନ୍ତି, ଅଭିମନ୍ୟୁ ସାମନ୍ତ ସିଂହାର ଧୀରେ ରାଧା କର ଧରି ରଚନା କରିଛନ୍ତି। ଏସବୁକୁ କ'ଣ କରିବ ତୁମେମାନେ ନା ପଢ଼ି ନେବ, ମନେ ରଖିନେବ। ଯାହାଫଳରେ କି କ'ଣ ହେଉଛି ନା ତୁମର ଯେଉଁ 2 ମାର୍କ, 3 ମାର୍କ ଏବଂ ଯେଉଁ ଲଙ୍ଗ୍ ଟାଇପ୍ ଆସୁଛି ସେ ସବୁଥିରେ କବି ପରିଚୟ ଦେବାର ଅଛି। ଏବଂ ସେଇ ସବୁଥିରେ କବି ପରିଚୟ ଦେଲେ ତୁମକୁ ଗୋଟେ ମାର୍କ ଲେଖାଏଁ ମିଳୁଛି। ଯଦି ଆମେ ସେ ଦୃଷ୍ଟିରୁ ଦେଖିନେବା ତ କ'ଣ ହେଉଛି ନା ଏଇଠି ଦେଖ ଯେ 3ଟି 2ଟି, ତ ମୋଟ କୋଶ୍ଚିନ୍ କ'ଣ ପଡ଼ୁଛି ନା 3 3 6 2 8ଟି କୋଶ୍ଚିନ୍ ପଡ଼ୁଛି। ଏବଂ 8ଟି କୋଶ୍ଚିନ୍ରେ ତୁମେ କବି ପରିଚୟ ବା କବି ଏବଂ ତାଙ୍କ ଲେଖା ଆଉ ଲେଖକଙ୍କ ନାମ ଦେବ, ତାହେଲେ ତୁମେ 8 ମାର୍କ ଏଇଠାରୁ ମାହାଲିଆ ପାଇଲଣି। ତାପରେ ଯଦି ଆମେ ଦେଖିବା, ଏଇଠି 3 ମାର୍କ 6ଟି ପଡ଼ୁଛି ଏବଂ ଏଇ 6ଟିରେ ତୁମେ ଯଦି କବି ପରିଚୟ କେବଳ ଲେଖକଙ୍କ ନାମ ଲେଖିକି ଆସୁଛ, ତାହେଲେ 6 ମାର୍କ ପାଇଲଣି। 8 ଆଉ 6 କେତେ ହେଲା, 8 6 14, ତ 14 ମାର୍କ ତୁମେ ସେପରି ସାଧା ପାଇଗଲଣି ହେଲା। ତାପରେ ତୁମେ କ'ଣ ହେଉଛି ନା ଏଇଠି ଲଙ୍ଗ୍ ଟାଇପ୍ରେ ତୁମେ କବି ପରିଚୟ, କବି କ'ଣ ରଚନା କରିଛନ୍ତି, କେଉଁଠାରେ ଜନ୍ମଗ୍ରହଣ କରିଛନ୍ତି, ଏଇ ଯେଉଁ ଟିକେ ତୁମେ ଯଦି ଲେଖିଦେଉଛ, ଏଇଠାରୁ ବି ଗୋଟେ ମାର୍କ ତୁମେ ନେଇଯାଉଛ। ତ ଏଇଠିରୁ ବି କ'ଣ ହେଲା ନା ଏପରି ତୁମର 18ରୁ 20 ମାର୍କ କେବଳ କବି ପରିଚୟରେ ରହିଛି ପିଲାମାନେ। ତେଣୁକରି ତୁମେ ପରୀକ୍ଷାକୁ ଯିବା ଆଗରୁ ତୁମର ଯେଉଁ ସୂଚୀପତ୍ର ରହିଛି ହେଲା, ତ ଏ ସୂଚୀପତ୍ରର ଲେଖା ଏବଂ ଲେଖକଙ୍କ ନାମକୁ ତୁମେ ପଢ଼ିକି ଯାଅ, ସିଓର ସର୍ଟ 20 ମାର୍କ ଥୁଆ। ତାପରେ ଯଦି ଆମେ ଯିବା ତୁମର 2 ମାର୍କ 1 ମାର୍କ କୋଶ୍ଚିନ୍ ପୁରା ସମାନ। ଖାଲି 2 ମାର୍କ କହିଲେ କବି ପରିଚୟ ଟିକେ ଏକ୍ସଟ୍ରା ଦିଆ ପଡ଼ିବ, ନହେଲେ 1 ମାର୍କ କୋଶ୍ଚିନ୍ ସହିତ ପୁରା ସମାନ। ତାହେଲେ ଆମେ ଦେଖିବା, କ'ଣ ଦେଖିବା, ପ୍ରତ୍ୟେକ ପାଠର
তুমি মানে କ'ଣ କରିବ ଯେତେବେଳେ ପାଠ ପଢ଼ୁଛ ପ୍ରତ୍ୟେକ ପାଠର ସାରାଂଶକୁ ତୁମେ ବୁଝି ନେବ ଏବଂ ପ୍ରତ୍ୟେକ ପାଠର ସାରାଂଶ ତୁମେ ଯଦି ବୁଝିଛ ତାହେଲେ ତୁମେ ପ୍ରତ୍ୟେକ ଯେକୌଣସି କୋଶ୍ଚିନ୍ ଆସିବ ସେ କୋଶ୍ଚିନ୍କୁ ତୁମେ ମାନେ ଆରାମସେ ସଲ୍ଭ କରିପାରିବ, ଆରାମସେ ଲେଖିପାରିବ। ହଁ, କିନ୍ତୁ ମୁଁ ବାରମ୍ବାର କହେ ଯେତେବେଳେ ତୁମେ ଲେଖୁଛ, ଯେହେତୁ ଆମକୁ ଲଙ୍ଗ୍ ଟାଇମ୍ ଲେଖିବାର ଅଛି ହେଲା, ତ ତୁମେ ମାନେ ଟାଇମ୍ ମ୍ୟାନେଜମେଣ୍ଟ କରି ଲେଖିବ। ସବୁବେଳେ କ'ଣ କରିବ ନା ଟାଇମ୍କୁ ମ୍ୟାନେଜମେଣ୍ଟ କରିବ। ଯେ ଗୋଟେ ଲଙ୍ଗ୍ ଟାଇମ୍କୁ ତୁମେ ମାନେ ଯଦି 15 ମିନିଟ୍ ଦେଉଛ ତ 15 ମିନିଟ୍ ଦେବ, ଯଦି କିଏ 7 ମିନିଟ୍ ଦେଉଛି ତ 7 ମିନିଟ୍ ଦେବ। ସେହିପରି ତ ତୁମେ ଟାଇମ୍ ମ୍ୟାନେଜମେଣ୍ଟ କରିଲ ତାହେଲେ ତୁମେ ଖେଳ କରିକି ଆସିବ ଜାଣ। ତ ଆମେ ପ୍ରଥମେ ଦେଖିନେବା ଯେ 3 ମାର୍କର ମୋଷ୍ଟ ଇମ୍ପୋର୍ଟାଣ୍ଟ କ'ଣ ନା ୟୁନିଟ୍ 1ରେ ଯେଉଁ ରହିଛି, ୟୁନିଟ୍ 1ରେ ଯେଉଁ ରହିଛି ଆମର 3 ମାର୍କ, ସେ 3 ମାର୍କ ମଧ୍ୟରେ କ'ଣ ହେଉଛି ନା ଏଥର ମୋଷ୍ଟ ଇମ୍ପୋର୍ଟାଣ୍ଟ କ'ଣ ନା ପ୍ରଥମ ପାଠ ଯେଉଁଟାକି ପରଶୁରାମ ଭେଟରୁ ଗୋଟେ, ତାପରେ ସରହ ସୁନ୍ଦରୀ ଏବଂ ଆମର ଯେଉଁ ରହିଛି ତାକୁ ମଧ୍ୟ ବୋଲୁଥାଇ ଗୋ, ଆମର ଯେଉଁ ଗୌରଚରଣ ଅଧିକାରୀ, ଏଇ ତିନୋଟିରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ 3 ମାର୍କିଆ ଆସିବ। ତ ତୁମେ ଏ ସବୁଥିର କ'ଣ କରିବ ନା ତା'ର ସାରାଂଶ ବୁଝିଥାଅ, କୋଶ୍ଚିନ୍ ଯେପରି ପଚାରିବ ସେପରି ଉତ୍ତର ଦେଇକି ଆସିବ। ତାପରେ ଯଦି ଆମେ ୟୁନିଟ୍ 3ରୁ ଦେଖିବା, ୟୁନିଟ୍ 3ରୁ କ'ଣ ଦେଖିବା ନା ଏଇଟା ମନେ ରଖ ଯେ 11, 12, 13 ତୁମେ ମାନେ ତିନୋଟି ପଢ଼ିଥାଅ। ଯେ ଯେଉଁ ବହି ପଛପଟେ ଯେଉଁ ଦେଇଥାଏ 3 ମାର୍କ, ଏ 11, 12, 13 ଏ ତିନୋଟି ପାଠ ତୁମେ ଦେଖିନେବ, ସେଇଥିରୁ କୋଶ୍ଚିନ୍ ଥୁଆ ହେବ। ଏବଂ କ'ଣ ହେବ ନା 15, 16, 18 ଯେଉଁ ଚତୁର୍ଥ ୟୁନିଟ୍ରେ ରହିଛି ପକ୍ଷାଘାତ, ମା ଆସିଲେଣି ଓ ମେଡ଼ିକାଲ କଲେଜରେ, ସରି ଆମର 18 ନମ୍ବରରେ ବାଉଁଶ ରାଣୀ ରହିଛି, ସେଇଥିରୁ କୋଶ୍ଚିନ୍ ଆସିବ। ଏବଂ ଏହାକୁ ତୁମେ ପୁଙ୍ଖାନୁପୁଙ୍ଖ ଭାବେ ଯଦି ପାଠକୁ ନ ପଢ଼ିଛ, ତା'ର ସାରାଂଶ ନ ବୁଝିଛ, ତାହେଲେ କିପରି ତୁମେ କରିବ? ତେଣୁକରି ଏଥିରେ ସାର୍ ଆପଣ ସିଲେକ୍ଟିଭ୍ କହିଲେ, କାହିଁକି ସିଲେକ୍ଟିଭ୍ କୋଶ୍ଚିନ୍ ତ ଆମକୁ ଦେଉନାହାନ୍ତି। ସିଲେକ୍ଟିଭ୍ ଏମିତି ତା'ମାନେ ଗୋଟେ ଥିରୁ 20-25ଟି କୋଶ୍ଚିନ୍ ବାହାରିବ, ତାହେଲେ କେଉଁଟା ସିଲେକ୍ଟିଭ୍ ଦେବେ? ଏବଂ ପ୍ରତ୍ୟେକ ଥିର କୋଶ୍ଚିନ୍ ଟିକେ ଜଷ୍ଟ ଚେଞ୍ଜ କଲେ ଆନ୍ସର୍ ବାହାରିଯାଏ। ତେଣୁକରି ଏସବୁ ପାଠକୁ ତୁମେ ଧ୍ୟାନର ସହିତ ପଢ଼ିଥାଅ, ସିଓର ସଟ୍ ତୁମେ ପାସ୍ କରିବ। ଏବଂ ଆମେ ଦେଖିବା ଯେ କ'ଣ ଅଛି ନା ଲଙ୍ଗ୍ ଟାଇମ୍ କିପରି ଆସୁଛି। ଏ ଯେଉଁ କବି ପରିଚୟରେ 20 ମାର୍କ ତୁମର ଥୁଆ, ମାହାଲିଆ ମାର୍କ ଯାହାକୁ କହିଲି। ତାପରେ ଆମେ କ'ଣ ଦେଖିବା ନା ଏ ଯେଉଁ 5 ମାର୍କର ରହିଛି, ଏ ଯେଉଁ 5 ମାର୍କର କୋଶ୍ଚିନ୍ ରହୁଛି, ତୁମେ ସିଓର ସଟ୍ ପିଲେ ମୁଁ ଯାହା କହୁଛି ତାହା କରିବ ଏବଂ ସେହି ପାଠକୁ ତୁମେ ଦେଖି ଯିବ। ତ ପ୍ରଥମେ କ'ଣ କରିବ ନା ଆମର ଯେଉଁ ପ୍ରଥମ ୟୁନିଟ୍ ରହିଛି, ତ ପ୍ରଥମ ୟୁନିଟ୍ ଯେଉଁ ରହିଛି, ପ୍ରଥମ ୟୁନିଟ୍ରେ ତୁମେ ଦେଖିବ ପ୍ରଥମ ପାଠ ଯେଉଁଟାକି ପରଶୁରାମ ଭେଟ କିଏ ରଚନା କରିଛନ୍ତି ନା ବଳରାମ ଦାସ। ଆମର କିଏ ନା ବଳରାମ ଦାସ ରଚନା କରିଛନ୍ତି। ତ ସେ ବଳରାମ ଦାସଙ୍କ ତାଙ୍କର ଯେଉଁ ଜଗମୋହନ ରାମାୟଣର ଆଦିକାଣ୍ଡରୁ ଏ ପରଶୁରାମ ଭେଟ କବିତାଟି ଆଣିଥ। ତୁମେ କ'ଣ କରିବ ନା এই ପରଶୁରାମ ଭେଟ କବିତା ପଢ଼ିବା ସମୟରେ ତା'ର ସାରାଂଶ ଟୋଟାଲ ସାରାଂଶକୁ ବୁଝିଯିବ ଏବଂ ତୁମକୁ ଭଲ ଲାଗୁଥିବା ଭଳି ତା ମଝିରେ ଯେଉଁ କବିତାର ପକ୍ତି ରହିଛି, ଯାହାକୁ ଆମେ କୋଟେସନ୍ କହିବା, ସେ କୋଟେସନ୍ 1-2ଟି ମନେ ରଖିଥିବ ଏବଂ ଲଙ୍ଗ୍ ଟାଇମ୍ ଲେଖିଲା ବେଳେ ତୁମେ କ'ଣ କରିବ ନା ସେ କୋଟେସନ୍କୁ ସେ ମଧ୍ୟରେ ଲେଖି ତୁମେ ଆଗକୁ ଯିବ। ତାପରେ ତ ଆମେ ଯଦି ଦେଖିବା ଆଉ ଗୋଟେ କେଉଁ ପାଠ ଦେଖିଥିବ ନା ଧୀରେ ରାଧା କର ଧରି, ଯେଉଁଟାକି ଆମର ଅଭିମନ୍ୟୁ ସାମନ୍ତ ସିଂହାର ରଚନା କରିଛନ୍ତି। ଏହା ତାଙ୍କର ବିଦଗ୍ଧ ଚିନ୍ତାମଣିର କ'ଣ ହେଇଛି ନା 75 ଛନ୍ଦରୁ ଆଣିତ ଧୀରେ ରାଧା କର ଧରି। ତ ତୁମେ କ'ଣ କରିବ ନା ତାହାର ସାରାଂଶ ପଢ଼ି ନେବ ଏବଂ ସାରାଂଶ ପଢ଼ି ନେଲା ପରେ ତା ମଧ୍ୟରୁ କ'ଣ କରିବ ନା 1-2ଟି କୋଟେସନ୍ ବା କବିତାର ପଦ ଘୋଷି ନେବ, ଯାହାଫଳରେ ତୁମର ଯେଉଁ ଲଙ୍ଗ୍ ଟାଇମ୍ ଲେଖିବ ତାହା ସୁନ୍ଦର ଦେଖାଯିବ ଏବଂ ଭଲ ମାର୍କ ମଧ୍ୟ ତୁମକୁ ଦିଆଯିବ। ପିଲାମାନେ କ'ଣ କରନ୍ତି ନା କେବଳ ସାରାଂଶ ପଢ଼ି ସେଇ ସାରାଂଶକୁ ଗଦ୍ୟ ଭାବରେ ଲେଖି ସାରି ଦିଅନ୍ତି, କିନ୍ତୁ ଏକ୍ଜାମ୍ରେ ଦେଖିଲା ବେଳକୁ କମ୍ ମାର୍କ ଆଣନ୍ତି। କାହିଁକି ନା ତୁମେ ଯେହେତୁ କବିତା ସାହିତ୍ୟ ଲେଖୁଛ, ତ କବି କ'ଣ କହିଛନ୍ତି ଲେଖିବ ନା ନାହିଁ। ତେଣୁକରି ତୁମେ କ'ଣ କରିବା ଉଚିତ ଯେ ଏ ଯେଉଁ ରହିଛି ପାଠ, ସେ ପାଠର ପ୍ରତ୍ୟେକ କୋଟେସନ୍ ଯେଉଁଟା ନିଜକୁ ଭଲ ଲାଗୁଛି 1-2ଟି କୋଟେସନ୍ ତୁମେ ମନେ ରଖିବ ଏବଂ ପାଠ ମଧ୍ୟରେ ତୁମେ ଲେଖିକି ଆସିବ। ଏବଂ ତା ବାଦ ଯଦି ତୁମେ ଦେଖିବ ସତ୍ୟନିଧି ଲେଖିଛି, ଏଇଟା ହେଉଛି ଉଠ ନିଶି ପାହିଲା, ହେଲା ଉଠ ନିଶି ପାହିଲା ପାଠ ଟିକେ ଦେଖିଦେଇଥିବ, ଯେଉଁଟାକି ଆମର ବନମାଳୀ ଦାସଙ୍କର। ତାପରେ ଯଦି ଆମେ ଦେଖିବା କ'ଣ ପିଲାମାନେ ଦେଖିବା ଯେ ୟୁନିଟ୍ 3କୁ ଯିବା। ୟୁନିଟ୍ 3ରେ କ'ଣ କହିଛି ନା ତୁମର ୟୁନିଟ୍ 2 ତ ଆଉ ଆସିବ ନାହିଁ। ତ ୟୁନିଟ୍ 3ର ତୁମେ କ'ଣ କରିବ ନା ପିଲାମାନେ, ତୁମେ ଯେଉଁ ରହିଛି ସତ୍ୟମେବ ଜୟତେ ଯେଉଁ ରହିଛି ଆମର ଯେଉଁ ଗୋବିନ୍ଦ ତ୍ରିପାଠୀ, ଜଣେ ରମ୍ୟ ରଚକ ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀ, ତାଙ୍କର କ'ଣ କରିବ ନା ଏଇ ଯେଉଁ ସତ୍ୟମେବ ଜୟତେକୁ ତୁମେ ତା'ର ପାଠର ସାରାଂଶ ବୁଝିବ।
तुम कौन पाठ को घुसब ना सारांश बुझीदेव क्या क्यों पॉइंट आसो कौन आसो और मझे मझे कौन कर तार गोटे गोटे सब पॉइंट बा तार गोटे गोटे जो कोटेसन जोटा तुमको भल लगुच एठारे लेखक कहते कि एठारे से कहते एपरी लिखि तुम कोटेसन मध्य कौन कर कोटेसन देव जहाँफल कि तुम भल मार्क आसो आउ गोटे कौन अच्छी ना से पाठर तुम जो 14 नंबर पाठ देख छोट ही सुंदर स्मॉल इज ब्यूटीफुल तो से शरत कुमार महांती जो रचना कर आधुनिकतार रूपरेखर आसी यहाँ कौन होना आसी तो तुम कौन कर शरत कुमार महांती छोट ही सुंदर को पढ़ और से ही तुम लंग टाइप क्वेश्चन आसो एवं तुम करके आसो है जदि आम यूनिट 4 को जीवा यूनिट 4 रे कौन होती यूनिट 4 रे तुम देख जो पक्षाघात रही पक्षाघात आमर जो बामाचरण मित्र तांकर गल्प समग्र द्वितीय भाग यही पक्षाघात गल्पटी रही तो ये कौन होना तुम देखीनेब तांकर यही जिनिस देखीनेब एवं तुमर जो गल्प तो मन रही गल्पर सारांश कौन गल्प तुम गल्प मन रखिपार तो से गल्प को कौन कर तुम मन रख मझे मझे से गोटे कथा कोटेसन तुम मैंने निहाती गोटे दुईटी मझे लेखिकी आसो लंग टाइम लेखुवा समय एवं आउ गोटे कौन ना आमर जो रही मेडिकल कॉलेज रे मेहेर जयंती गंगाधर मेहेर को जयंती पालन हो तो मेडिकल कॉलेज रे मेहेर जयंती तुम देख से मेडिकल कॉलेज रे मेहेर जयंती जो रही से मेडिकल कॉलेज रे मेहेर जयंती क्वेश्चन निहाती आसो जोटा कि फतुरानंद रामचंद्र मिश्र बा फतुरानंद साहित्य चाष पुस्तक यहाँ आसी तो तुम कौन कर पिला मैंने या तुम देखीनेब तो ये निश्चय क्वेश्चन आसो जहाँ जहाँ कहूँ तापर जब आम देखा पंचम यूनिट दुईटी कौन आसो ना लंग टाइप आसो तो पंचम यूनिट रही अलंकार संधि और उपसर्ग तो आम जाचे जे प्रति वर्ष लंग टाइप केवल जे अलंकार पाठरू आसूची तो तुम्हें कौन कर कौन अलंकार दुई प्रकार गोटे हूँ शब्दालंकार गोटे हूँ अर्थालंकार तुम मैंने कॉलेज रे पढ़ी तो प्रथम तुम जो रही शब्दालंकार से शब्दालंकार कौन कर अनुप्रास एवं श्लेष को टी देखी नहीं ए दुई भितर गोटे निश्चय आसो एवं तुम कौन कर अर्थालंकार मध्य उपमा एवं उत्प्रेक्षा अलंकार को टी देखी नहीं ए दुई भितर गोटे निश्चय आसो तुम लेखि नहीं एवं मु कहबी जे केवल यहीटा को देखी न ता बाहर जो टी रहीगला विभावना कि रूपक कि जमक तो ये सब को टे देखी दी आसबार संभावना नहीं किंतु जदि आसी जाए ताले तुम कौन छाड़ी आसब ना तेणुक तुम टिके देखी नहीं है तो तुम यूनिट 5 रु कौन कर अनुप्रास श्लेष उपमा उत्प्रेक्षा अलंकार को निहाती तुम पढ़ी जीव सियोर सर्ट पास हे आम आग को ये जो प्रत्येक पिला पाठ तो समस्ते बुझी जाती तार सर्ट क्वेश्चन तार सब 2-3 मार्क 5 मार्क समस्ते लेखिकी आसती किंतु पिलामानकर डाउट थे जो ग्रामर विभाग रही व्याकरण विभाग रही अलंकार संधि समास जो सर्ट क्वेश्चन भी आसूची ताकू से माने भूल करके आसती तो ता पर वीडियो रे आमे कौन करवा ना से ग्रामर संपर्क में किसी आलोचना करनेबा तापर गोटे मोस्ट इम्पोर्टेंट कथा जहाँ मुझे कहबी जे लंग टाइप किपरि लेखिबा तो पिला माने कौन करते ना जहाँ बुझी ताहा लेखि देकी पळे आसती तो सेपरी नुहे पिला माने आमे लंग टाइप किपरि लेखिबा तो लंग टाइप लेखिबा प्रथमे किपरि जानिबा लंग टाइप लेखिबा पूर्व आमे घर प्रैक्टिस करके जीवा निहाती आवश्यक तो तुम देखने जे टाइम मैनेजमेंट ठीक टाइम रे करि पारुछ ताहले तुम लंग टाइप सब लेखिपार तो आम जब जिते लंग टाइप लेखुचे प्रथमे कौन देखा ना आमर लंग टाइप लेखार किसी स्ट्रक्चर थाए जपर कि प्रथमे उपक्रम रही वर्णना करवा शेष को आम कौन करवा ना उपसंहार रही तो उपक्रम कौन रही है तो पिला माने कन्फ्यूज रहते हैं उपक्रम कौन रखा ना उपक्रम तो प्रत्येक पिला कौन करेंगे ना एमबीडी टेस्ट पेपर घोषी पढ़ाइबे तो सेमती नुहे तुम मैंने निजे आज ठार कौन कर ना प्रत्येक पाठ जोटा सिलेक्टिव लंग टाइप देती से ही पाठ को कौन कर तुम तार कवि और लेखक परिचय को निज हिसाब से तैयारी कर एवं निज हिसाब से तैयारी करी ताको मन रख तुम टेस्ट पेपर बा एमबीडी रु पढ़ुच पढ़ किंतु से टेस्ट पेपर एमबीडी को निज अनुसार तुम गोटे नोट प्रस्तुत कर एवं से नोट अनुसार तुम पढ़ एवं यही कवि परिचय लेखक परिचय तुम पढ़ देख तापर कौन कर ना तुम वर्णना विभाग को जिते जाऊछ तुमको प्रश्न जहाँ भी पचारि से प्रश्न को दृष्टि रखी पिला माने तुम से ही प्रश्न को दृष्टि रखी आरंभ रु शेष जहाँ सारांश बुझीच ताको से प्रश्न अनुसार तुम उत्तर देवाक चेष्टा कर पुणी से कथा
ମଝିରେ କ'ଣ କରିବ ନା କୋଟେସନ୍ ଗୋଟେ ଗୋଟେ ନିହାତି ରଖିବ ହେଲା। ମଝିରେ କ'ଣ କରିବ ନା ତୁମେ କୋଟେସନ୍ ନିହାତି ତୁମେ ଦେବ। କୋଟେସନ୍ ଦେଲେ ମାର୍କ ଭଲ ମିଳି, ତୁମେ ମାନେ ନିହାତି କୋଟେସନ୍ଟା ଦେବ। ଏବେ ଏଇଟା ପ୍ରତ୍ୟେକ ୟୁନିଟ୍ ପାଇଁ, କବିତା ପାଇଁ ହଉ, ଗଦ୍ୟ ପାଇଁ ହଉ, ପଦ୍ୟ ପାଇଁ, ସବୁ ଗଳ୍ପ ପାଇଁ ହଉ। ତାପରେ ତୁମେ ଆମେ ଯଦି ଦେଖିବା ତାପରେ କ'ଣ କରିବା ଉପସଂହାର। ପ୍ରତ୍ୟେକ ପିଲା ମୁଁ ଦେଖିଛି ଯେ କ'ଣ କରନ୍ତି ନା ସାର୍ ସମୟ ନ ହେବାରୁ ମୁଁ ଉପସଂହାର ଲେଖି ନାହିଁ। ତ ଏଇଟା କ'ଣ, ତ ତୁମେ କ'ଣ କରିବ ନା ଟାଇମ୍ ମ୍ୟାନେଜମେଣ୍ଟ କରିବ ଏବଂ ଉପସଂହାରରେ କ'ଣ ଲେଖିବ। ପିଲାମାନେ ଡାଉଟ୍ରେ କନଫ୍ୟୁଜ୍ରେ ଥାନ୍ତି ଉପସଂହାର ମୁଁ ଲେଖିବି କ'ଣ, ସେ ଉପସଂହାର କହିଲେ କ'ଣ। ତ ତୁମେ ମାନେ ପିଲା ଜାଣି ରଖ, ତୁମେ ଯେଉଁ ଯାହା ବି ବର୍ଣ୍ଣନା କରିଛ ହେଲା, ତୁମେ ଯାହା ବି ବର୍ଣ୍ଣନା କରିଛ, ସେ ପାଠକୁ ଯାହା ବି ବର୍ଣ୍ଣନା କରିଛ, ତାହାକୁ କ'ଣ କରିବ ନା 3ଟି ବା 4ଟି ଧାଡ଼ିରେ ନିଜର ମତାମତ ସହିତ 3ଟି ବା 4ଟି ଧାଡ଼ିରେ କ'ଣ କରିବ ନା ତାକୁ ଲେଖିକି ଆସିବ। କିନ୍ତୁ ଉପସଂହାର ନିହାତି ରହିବ। ତୁମେ ଆରମ୍ଭରେ ଉପକ୍ରମ ଏବଂ ଶେଷରେ ଉପସଂହାର ନିହାତି ଲେଖିକି ଆସିବ, ନହେଲେ ତୁମକୁ ଭଲ ମାର୍କ ଦିଆଯିବ ନାହିଁ। ତୁମେ ବର୍ଣ୍ଣନା କ'ଣ କରୁଛ ସେଇଟା ତୁମ ନିଜ ଇଚ୍ଛା, କିନ୍ତୁ ତୁମେ ଉପକ୍ରମ ଏବଂ ଉପସଂହାର ଲେଖୁଛ କି ନାହିଁ ତାହା ତୁମକୁ ଯିଏ ବି ଖାତା ଶୋଧିବେ ସେ ନିହାତି ତୁମକୁ ଦେଖିବେ। ତେଣୁକରି ତୁମେ କ'ଣ କରିବ ନା ଉପସଂହାର ନିହାତି ଲେଖିକି ଆସିବ। ଉପସଂହାର ଯଦି ଲେଖିଥିବ ତାହେଲେ ତୁମେ ଗୋଟେ କୋଶ୍ଚିନ୍କୁ ପୂର୍ଣ୍ଣ ଭାବେ କରିଛ ବୋଲି ସେମାନେ ଜାଣିଥାନ୍ତି। ତେଣୁକରି ଉପସଂହାର ଲେଖିକି ଆସିବ। ତ ଏଇଟା ଥିଲା ତୁମମାନଙ୍କ ପାଇଁ। ଏବଂ ଏଇଟା ଯେଉଁ ଲେଖା ଓ ଲେଖକକୁ ନିହାତି ତୁମେ ପଢ଼ିକି ଯିବ। କ'ଣ କରିବ ନା ଲେଖା ଓ ଲେଖକକୁ କ'ଣ କରିବ ନା ନିହାତି ପଢ଼ିକି ଯିବ। ସେଇଥିରୁ ତୁମର ଯଦି 2 ମାର୍କ 3 ମାର୍କ ବା ଲଙ୍ଗ୍ ଟାଇମ୍ ସବୁ ମିଶାଇକି କ'ଣ ହେଇଛି ଯେ ନା 20 ମାର୍କ କ'ଣ କରିବ ନା ପିଲାମାନେ ତୁମେ ମାହାଳିଆ ମାର୍କ ଅନୁସାରେ ତୁମେ ପାଇଯିବ। ଲେଖା ଲେଖକ କ'ଣ ପରଶୁରାମ ଭଟ୍ଟ, ବଳରାମ ଦାସ, ସରଳ ସୁନ୍ଦରୀ, ଅଚ୍ୟୁତାନନ୍ଦ ଦାସ, ଏପରି ତୁମେ ଖାଲି ପଢ଼ି ନେଇଥିବ। ପଢ଼ି ନେଲା ପରେ କ'ଣ ହେଇଯିବ ନା ତୁମେ ମାହାଳିଆ ମାର୍କ ପାଇଲା ଭଳି ତୁମେ 20 ମାର୍କ କ'ଣ ତୁମର ଥୁଆ। ଲେଖା ଓ ଲେଖକ ପଢ଼ି ଯଦି ତୁମେ 20 ମାର୍କ ପାଇଲଣି ତାହେଲେ କ'ଣ ହେବ ନା ତୁମେ ବାକି ଯଦି କୋଶ୍ଚିନ୍ ପୁଙ୍ଖାନୁପୁଙ୍ଖ ଭାବେ କରିକି ଆସୁଛ ତାହେଲେ ତୁମର 65-70 ମାର୍କ କ'ଣ ହେବ ନା 80ରୁ 65-70 ମାର୍କ ଥୁଆ। ଏବଂ ସେପଟେ କଲେଜରୁ ତ ନିହାତି 14, 15, 16, 17 ମାର୍କ ତୁମକୁ ଦେବେ। ତ ଏପରିକି ତୁମେ କ'ଣ କରିବ ନା 90 ମାର୍କ ତୁମେ ସ୍କୋର କରିବ। 85ରୁ 90 ମାର୍କ ତୁମେ କ'ଣ କରିବ ନା ସ୍କୋର କରିପାରିବ ଅପସନାଲ୍ ଓଡ଼ିଆରେ। ତ ଏଇଟା ଥିଲା ତୁମମାନଙ୍କ ପାଇଁ ଗୋଟେ ପ୍ଲାନିଂ ଭିଡ଼ିଓ ସଦୃଶ୍ୟ। ଆଉ ତୁମେ ଏହାକୁ ଫଲୋ କରି ତୁମେ ପାଠ ପଢ଼। ତୁମେମାନେ ସବୁ ପଢ଼ିଛ ପିଲାମାନେ, ତୁମ ମାଇଣ୍ଡରେ ସବୁ ଥୁଆ ହେଇଛି, ରହିଛି, ଷ୍ଟୋର୍ ହେଇକି ଅଛି। ତୁମେ କ'ଣ କରିବ ନା ରିଭିଜନ୍ ଦ୍ୱାରା ତାହାକୁ ଖାଲି ମନେ ପକାଇବାକୁ ଚେଷ୍ଟା କର ଏବଂ ତୁମ ହାତର ସ୍ପିଡ଼ରେ ତୁମେ ଏକ୍ଜାମ୍ରେ ସବୁକୁ ଲେଖିକି ଆସିବ। ଘୋଷିବ ନାହିଁ, ଘୋଷିଲେ ମନେ ପଡ଼ିବ ନାହିଁ। ତେଣୁକରି ତୁମେ କନସେପ୍ଟ ବୁଝ ଏବଂ ତାକୁ ତୁମେ ଲେଖିକି ଆସିବ। ସିଓର୍ ସର୍ଟ ପାସ୍ ହେବ, ସିଓର୍ ସର୍ଟ ଭଲ ମାର୍କ ଆଣିବ। ତେବେ ଯଦି ଭିଡ଼ିଓକୁ ଭଲ ଲାଗିଥିବ ଲାଇକ୍ କରିବ, ସେୟାର କରିବ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ଧନ୍ୟବାଦ। ଜୟ କଳା।